ସାଧାରଣତଃ ବିବାହ ଉତ୍ସବରେ ଅତି ସାଧାରଣ ଭାବେ ବିବାହ କାର୍ଡ ଛପାଯାଇଥାଏ, ଯେଉଁଥିରେ ଭଗବାନଙ୍କ ଫଟୋ ସହ ବିବାହ ସମ୍ପର୍କରେ କିଛି ତଥ୍ୟ କାର୍ଡରେ ସୂଚନା ଦିଆଯାଇଥାଏ। ବର୍ତ୍ତମାନ ସମୟ ବଦଳି ଯାଇଛି। ସେହି ଅନୁସାରେ ଲୋକଙ୍କ ଚିନ୍ତାଧାରାର ପରିବର୍ତ୍ତନ ଘଟୁଛି, ଯାହାଫଳରେ ଭଳିକି ଭଳି ମନ ମୁତାବକ କାର୍ଡ ମଧ୍ୟ ପ୍ରସ୍ତୁତ କରାଯାଉଛି। ଆଉ ଏହାରି ଭିତରେ ଏକ ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବାକୁ ଠିକ୍ ଆଧାର କାର୍ଡ ପରି। ଏହି ଫଟୋକୁ ଟିକେ ଭଲ ଭାବରେ ଦେଖନ୍ତୁ। এই কার্ডটি যেতে লোকଙ୍କ ঘরକୁ ଯାଇଛି ସେମାନେ ଯେତେବେଳେ এই କାର୍ଡଟିକୁ ଦେଖୁଛନ୍ତି ସେତେବେଳେ ଭାବୁଛନ୍ତି ଏହା ସେମାନଙ୍କର ନୂଆ ଆଧାର କାର୍ଡ ବୋଧେ ଘରକୁ ଆସିଛି। ଯିଏ ହେଲେ ମଧ୍ୟ ଏହି କାର୍ଡକୁ ଦେଖି ପ୍ରକୃତ କଥା କ'ଣ ତାହା ବୁଝିବାକୁ ନିଶ୍ଚୟ 5 ମିନିଟ୍ ଲାଗିଯିବ। ଟ୍ୱିଟର ୟୁଜର ଡିକେ ସରଦାନା ଏହି ନିମନ୍ତ୍ରଣ ପତ୍ରରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯଦି ଆପଣ ଏହି କାର୍ଡକୁ ଦେଖିବେ ତାହେଲେ ଆପଣଙ୍କୁ ମଧ୍ୟ ଏହା ଏକ ଆଧାର କାର୍ଡ ଭଳି ନିଶ୍ଚୟ ଅନୁଭବ ହେବ। ଏହାକୁ ନିଖୁଣ ଭାବରେ ଦେଖିଲେ ଆପଣ ଏହାର ସତ ଜାଣିପାରିବେ। ଆଜିକାଲି ବିବାହ କାର୍ଡ ଗୁଡ଼ିକୁ ବିଭିନ୍ନ ପ୍ରକାରର ତିଆରି କରାଯାଇପାରୁଛି। କିଛି ଦିନ ପୂର୍ବରୁ ଆମେ ଆପଣଙ୍କୁ ଏଭଳି କିଛି ବିଚିତ୍ର କାର୍ଡ ମଧ୍ୟ ଦେଖାଇଛୁ, ଯାହାକି ଏକ ଲ୍ୟାପଟପ୍ ଭଳି ହୋଇଥିଲା। ଏହି କାର୍ଡ ଆପଲ୍ ମାର୍କ ବୁକ୍ ପ୍ରୋ ଭଳି କମ୍ପାନୀ ଏହାକୁ ଡିଜାଇନ୍ କରିଥିଲେ। ପୁଣି ଥରେ ଏହିଭଳି ଏକ ବିଚିତ୍ର ଧରଣର କାର୍ଡ ଭାଇରାଲ ହେଉଛି, ଯାହାକି ଆଧାର କାର୍ଡ ଭଳି ଦେଖାଯାଉଛି। ତେବେ ଏ ଆଧାର କାର୍ଡ ଉପରେ ଶୁଭ ବିବାହ ଲେଖାଯାଇଛି। ତଳେ ବର, କନ୍ୟା ଓ ପରିବାର ଲୋକଙ୍କ ନାଁ ମଧ୍ୟ ଲେଖାଯାଇଛି। ବରର ନାଁ ପ୍ରହ୍ଲାଦ ଓ କନ୍ୟାର ନାମ ବର୍ଷା ରହିଛି। ଦୁହେଁ ମଧ୍ୟପ୍ରଦେଶର ପିପାରିଆ ଗାଁର ବାସିନ୍ଦା। ଆଧାର କାର୍ଡ ନମ୍ବର ସ୍ଥାନରେ ସେମାନଙ୍କ ବିବାହିତ ତାରିଖ ମଧ୍ୟ ଲେଖାଯାଇଛି। ତେବେ ସେମାନଙ୍କ ବିବାହ ତାରିଖ ହୋଇଥିଲା 22 ଜୁନ୍ 2017ରେ ହୋଇଥିଲା। ଆଉ ଏହା ସହ ସେମାନଙ୍କ ଫଟୋ ମଧ୍ୟ ଦିଆଯାଇଛି। ଏହି ନିମନ୍ତ୍ରଣ ପତ୍ରରେ QR କୋଡ୍ ଏବଂ ବାରକୋଡ୍ ମଧ୍ୟ ରହିଛି। ଏହି କାର୍ଡଟି ପୁରୁଣା ଅଟେ। ଏଭଳି ବିଚିତ୍ର କାର୍ଡକୁ ଲୋକେ ଭିନ୍ନ ଭିନ୍ନ ଆକାଉଣ୍ଟରେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ଏହି କାର୍ଡଟି ପୁରୁଣା ହୋଇଥିଲେ ମଧ୍ୟ ବିବାହ ଋତୁରେ ଏହା ଭାଇରାଲ ହେଉଛି। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।